ଥରେ ଜଣେ ଧନୀ ବ୍ୟକ୍ତି ଚିନ୍ତା କଲେ ତାଙ୍କ ବ୍ୟବସାୟ ବୃଦ୍ଧି କରିବା ପାଇଁ ସେ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ଆୟୋଜନ କଲେ। ଗୋଟିଏ ଜାହାଜରେ ତାଙ୍କ ପରିବାରର ସମସ୍ତେ ଓ ତାଙ୍କ ସହିତ କାର୍ଯ୍ୟ କରୁଥିବା ଲୋକମାନେ ମଧ୍ୟ ଗଲେ। ସେମାନେ ନୂଆ ଦେଶକୁ ଯିବେ, ନୂଆ କାମ ଆରମ୍ଭ କରିବେ। ଜାହାଜଟି ମଝି ସମୁଦ୍ରରେ ପହଞ୍ଚିଛି। ଜାହାଜରେ ତ୍ରୁଟି ଦେଖାଗଲା। ଜାହାଜ ଚାଲିବା ବନ୍ଦ ହୋଇଗଲା। ଜାହାଜରେ ଯେତେ ଥିଲେ ସମସ୍ତଙ୍କ ମନରେ ଆତଙ୍କ ଖେଳିଗଲା। ଯଦି ଜାହାଜ ପାଣିରେ ବୁଡ଼ିଯିବ ଆମେ ସମସ୍ତେ ମରିଯିବୁ। ଯେତିକି ଇଞ୍ଜିନିୟର ଥିଲେ ସମସ୍ତେ ମରାମତି କରିବାରେ ଲାଗିଗଲେ, କିନ୍ତୁ କିଛି ଫଳ ମିଳୁନଥାଏ। ଜାହାଜଟି ଷ୍ଟାର୍ଟ ହେଉନଥାଏ। ସମସ୍ତେ ବ୍ୟସ୍ତ, କ'ଣ କରିବେ? ସେତିକି ବେଳେ ଗୋଟିଏ ଛୋଟ ପୁଅ ଆସି କହିଲା, ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି ଅଛନ୍ତି, ଯଦି ତାକୁ ଡାକିଲେ ସେ କିଛି କରିପାରିବେ। ଇଞ୍ଜିନିୟର ମାନେ ଭାବିଲେ, ଆମେ ଏତେ ପାଠ ପଢ଼ି ଆମେ କିଛି କରିପାରୁନୁ, ସେ ବୁଢ଼ା କ'ଣ କରିପାରିବ? ଶେଷରେ ବୁଢ଼ା ବ୍ୟକ୍ତିଙ୍କୁ ଡକାଗଲା। ସେ ଆସି ନିରୀକ୍ଷଣ କଲେ। ସବୁ ଭାବୁଥାନ୍ତି ଏ ବା କ'ଣ କରିପାରିବ। କିଛି ସମୟ ନିରୀକ୍ଷଣ କଲା ପରେ ହାତୁଡ଼ି ବାହାର କଲେ ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜୋରରେ ମାରିଲେ। ଥରେ ମାରୁ ମାରୁ ଜାହାଜଟି ଷ୍ଟାର୍ଟ ହେଲା। ସମସ୍ତେ ସୁରକ୍ଷିତ ଭାବେ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ। ସେମାନେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି। ହଠାତ୍ ଗୋଟିଏ ଚିଠି ସେମାନଙ୍କ ପାଖକୁ ଆସିଲା। ସେଠାରେ ଲେଖାଥିଲା, ଜାହାଜ ଷ୍ଟାର୍ଟ କରିବାର ଫିସ୍ 20,000 ଟଙ୍କା ପଠାଇବେ। ଏହା ପଢ଼ି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ଗୋଟିଏ ହାତୁଡ଼ା ମାଡ଼ର ଦାମ 20,000? ବୃଦ୍ଧ ବ୍ୟକ୍ତି କହିଲେ, ହାତୁଡ଼ା ମାରିବା ଦାମ କେବଳ 1,000 ଟଙ୍କା ଓ ଠିକ୍ ଜାଗାରେ ହାତୁଡ଼ା ମାରିବା ଦାମ 19,000 ଟଙ୍କା। ହଁ ପ୍ରିୟ ବନ୍ଧୁ, ଆମେ ଲକ୍ଷ୍ୟ ଭ୍ରଷ୍ଟ ହୋଇ ବିଫଳତାର ଶିକାର ହୋଇଥାଉ। ଯଦି ଲକ୍ଷ୍ୟ ପ୍ରତି ଦୌଡ଼ିବା ତେବେ ସଫଳତା ନିଶ୍ଚିତ ଭାବେ ଆମର। ଏଣୁ ଆମ ଲକ୍ଷ୍ୟ ପ୍ରତି ଦୃଷ୍ଟି ରଖି ଆଗକୁ ବଢ଼ିବା ଆବଶ୍ୟକ। ଏଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବଲରେ ଏଇ କଥା କହନ୍ତି, ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି।